ମାନେ କହିବାକୁ ବି ଦଉନାହାନ୍ତି। ମଲ୍ଲି ବି କାଟୁଛନ୍ତି ଆମ୍ବ। କେତେ ସାରା ଖଟା ଦେଖି ପାରୁଥିବେ। ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଟାଇମ୍ ହେଇଗଲା 8ଟା। ବର୍ତ୍ତମାନ ମୁଁ ଜଷ୍ଟ ଉଠିକି ବ୍ଲଗ୍ଟା ବ୍ରସ୍ କରିକି ଷ୍ଟାର୍ଟ କଲି। ତ ବର୍ତ୍ତମାନ ମୋର ନିଦ ଭାଙ୍ଗିନି, ଶହେ ନିଦ ଲାଗୁଛି। ବର୍ତ୍ତମାନ ମୋତେ ବ୍ରସ୍ କରିକି ଦାନ୍ତ ଘଷି ସବୁ ସଇଲାଣି ମୋର, ତଥାପି ବର୍ତ୍ତମାନ ଏବେ ଯାଇ ମୋର ନିଦ ଭାଙ୍ଗିନି। ଆଉ ହାଲିଆ ବି ଟିକେ ଲାଗୁଛି। ତ ଖରା ବି ହେଇଛି, ମସ୍ତ ଖରା ଦେଖିପାରୁଥିବେ। ତ ନିଦଟା କାହିଁ ଲାଗୁଛି କାଣି। ଆଉ କ'ଣ ଦେଖିପାରୁଥିବେ, ଦେଖୁଥିବେ ମୋ ହାତ ବି ଖଣ୍ଡିଆ ହେଇଯାଇଛି। ଆପଣମାନେ ଯେଉଁ କାଲି ଦେଖିନଥିବେ କେତେ ଜୋରେ ଖଣ୍ଡିଆ ହେଇଯାଇଛି। ତ ଚାଲ ଆଉ ଡେରି ନକରି ଆଜିର ବ୍ଲଗ୍ଟା ଷ୍ଟାର୍ଟ କରିବା। ଖରାଦିନେ ଶୋଇକି ଉଠି ଟିକେ ଯଦି ଲେଟ୍ ହେଇଯିବ, ପୁରା ଦିନ ଯାକ ବର୍ବାଦ ହେଲା ଭଳିଆ ଲାଗିବ ସେଦିନ। ତ ଇଏ ଆମର ଟିକେ ବାହାର ଦୃଶ୍ୟ ବାରିପଟର ପବନ ବର୍ତ୍ତ ଚାରିଆଡ଼େ ଖାଲି ଆମ୍ବ ବେଲ ଫଳି ଚାଲିଛି। ଆପଣମାନେ ତ ସବୁଦିନ ଦେଖୁଛନ୍ତି, ଆଉ ଚାଲିଛି ଏମିତି ଆଉ। ବର୍ତ୍ତମାନ ବୋଉ ବସେଇ ଦେଇଛି ରୋଷେଇ। ରଖିଛୁ କ'ଣ ନା ମାଛ ଦୁଆରେ, ମାଛ ରଖୁଛି। ମାଛ ରଖିବୁ? କୋଉ ମାଛ? ପାତୁଆ ତ ଛୋଟ ପାତୁଆ ଆଇଥିଲା, ବଡ଼ କ'ଣ ରୋହି? ଆମ ଝୁମୁରି ଝୁମୁଲି ଝୁମୁରି ଓଇ ପାଟି କରୁଛି ଦେଖରେ। ଆଇଁଷ ହାତ ହେଇଗଲା, ଆଇଁଷ ହାତ। ତ ବର୍ତ୍ତମାନ ରଖା ହେଇଯାଇଛି ମାଛ, ରୋଷେଇ ହବ ବୋଲି। ଆଉ ଯେଉଁମାନେ ଖାଇବେ ପଳେଇ ଆସିବେ ମୋତେ ଫୋନ୍ କରିକି, ମୁଁ ଥିବି ଘରେ। ହ୍ୟାଲୋ ମମି, କ'ଣ କହୁଛୁ? ହଁ ପରା, ହଁ ପରା। ସକାଳୁ ସକାଳୁ ଖାଇଲୁ ନା ନାଇଁ? ରୁଟି ଖାଇଛି। ଖାଇସାରିଲୁ? ମୋତେ ନ ଦେଇକି ତୁ ଖାଇସାରିଲୁ? ତ ଚାଲ ଯୋଉଠି ଜଳଖିଆ କ'ଣ ଖାଇଦେବା, ତାପରେ ଜାଗରେ ଜଳଖିଆ ନା ମାନେ କ'ଣ ଖାଇଲି ନା ଚୂଡ଼ା କଦଳୀ ଖାଇଦେଲି ଯୋଉଠି। ତ ବର୍ତ୍ତମାନ ମିଳିଲା କ'ଣ, ପେଟଟା ଗୋଟିଏ ମିଳିଲା ଶାନ୍ତି। ବର୍ତ୍ତମାନ ଆଜିର ଦିନ ଆରମ୍ଭ ହେବ, ପୁଣି ସରିବ ଯାଇକି ସନ୍ଧ୍ୟାବେଳକୁ। ତ ଚାଲ। ମୋ ବୋଉ ଦେଖ ପୁଣି ଆମ୍ବ ଆଣିକି ଆଇଲା। ହଁ କୁମିଲି କି? ଆଉ ମୁଁ କେତେ ଜୋରରେ ସାଉଣ୍ଡ କରୁଛନ୍ତି ବାବାରେ ବାବାରେ ବାବାରେ, ବନ୍ଦ କରିଦେବେ ଟିକେ। ଦେଖୁନାହାନ୍ତି କେତେ ଜୋରରେ ପୁରା ମାନେ କହିବାକୁ ବି ଦଉନାହାନ୍ତି। ମୋ ବୋଉ ଦେହ ଖଟା କରିଛି, କେତେ ସାରା ଖଟା ଦେଖି ପାରୁଥିବେ। ପ୍ରବଳ ଖଟା ଅଛି ବାବାରେ। ତ ଫ୍ରେଣ୍ଡସ୍ ଏତେ ଖଟା ଆପଣମାନେ କେତେବେଳେ କରିଛନ୍ତି ଯଦି କମେଣ୍ଟ କରି କୁହନ୍ତୁ। ମୋ ବୋଉ ଏତିକି କରିଛି, ଏତିକି ନୁହଁ ଏମିତିଆ 3ଟା ହେବ। ପୁରା ଏମିତିଆ 3ଟା ହେବ, 3ଟା ଯାକ ଗୋଟେ 6 ମାସ ଭିତରେ ଶେଷ କରିଦେବୁ ଆମେ ଦୁଇ ଭାଇ। ଦେଖନ୍ତୁ ଥୁଆ ହେଇଛି। এই ଖଟା ଦେଖି ପୁରା ରିଆକ୍ସନ୍ କ'ଣ ନା, ପୁରା ରିଆକ୍ସନ୍ ହେଉଛି ଏମିତି। ପ୍ରବଳ ଖଟା ହେଇଛି। ଯାହା ହଉ, ତ ତାଙ୍କର ଟିକେ କାଠ କଟା ସାଉଣ୍ଡଟା କମିଲା, ମାନେ କିଛି ଗୋଟେ କରି ହେଉନଥିଲା। ଖଟାଟାକୁ ମୋତେ ଦେଖିକି କିନ୍ତୁ ନାଳ ଗଲା ବାଟରୁ, ଖାଇବାକୁ ଇଚ୍ଛା ହେଉଛି। ଟିକେ ଖରା ହେଉଛି, ସେଠି ଥୋଇ ଦେଇକି ଯାଇଛି। ପୁରା ମସଲାଦାର ଖରା। ଏକ୍ସପର୍ଟ ମମି ମୋର ଖରା କହୁଛି ଲୋ, ଖଟା କରିବାର ଏକ୍ସପର୍ଟ। ପୁରା କ'ଣ କରିବାକୁ ଇଚ୍ଛା ହେଉଛି, ରାଖିଦେବା ରାଖି। ଏରା ନଗଦ ହେଇଛି ନା, ଚଳିବ ଯେ ଭଲ ଲାଗୁଛି। ଯଦି ନଗଦ ହେଇଛି ତାର ପରଫେକ୍ଟ ଟେଷ୍ଟଟା ଏଇନା ଆସିବନି, ଆସିବ ଯାଇକି 4-5 ଦିନ ଶୁଖିଲା ପରେ ଯାଇକି
আসে পারফেক্ট টেস্টটা মশলা যেମିତି। ବର୍ତ୍ତମାନ ବାରିପଟୁ ଆପଣମାନେ ଦେଖି ଆସିଲେ କ'ଣ ନା ଆମ୍ବ ମାନେ ଆମ୍ବ ଆଚାର ଦେଖି ଆସିଲେ ଆମ୍ବ ଖଟା। ସେ ତ ଯାହା ଇଏ ହେଇଥିଲା, ବର୍ତ୍ତମାନ ପରା ହେଉଥିଲା ବାରିଆଡ଼େ ଆମ୍ବ। ତ ଭାଇ ପାରି ଦେଇଥିଲା ଅଲରେଡ଼ି, ମୁଁ ଶୋଇକି ଉଠିଲା ବେଳକୁ ପାରି ଦେଇଛି। ବୋଉ ଖାଲି ଯାଇ ଗୋଟା ଗୋଟି କରିକି ଆଣିକି ଆଇଲା। ତ ଦେଖ ଏଠି ଆଣିକି ଗଦା ହେଇଛି। ଆମର ତିନିଟା ଗଛରେ ହେଉଛି, ଗୋଟେ ହେଉଛି ତିନିଟାକ ଆମ୍ବିଳି, କିନ୍ତୁ ଗୋଟେ ପାଚିଲେ ତିନିଟାକ ପାଚିଲେ ମିଠା। ତ ଗୋଟେ କିନ୍ତୁ ପାଚିଲେ ବହୁତ ବଢ଼ିଆ ମିଠା। ତ ସେଇଟା ହେଉଛି ଗୋଟା ଆମ୍ବିଳି, ମାନେ ଯେତିକି ଆମ୍ବିଳିର ବାପା ଏଇ ଆମ୍ବଟା। ତାର ଚେହେରା ଜଣା ପଡ଼ିଯାଉଛି ଏଇଠି। ବାବାରେ କି ଆମ୍ବିଳି ଭଳିଆ ଦେଖାଯାଉଥିବ। ତ ଏଇଟା ଆମର ପୁରା ଲାଷ୍ଟ ଗଛ ବାରିପଟର। ତ ସେଇ ଗଛରେ ଆମ୍ବ ପୁରା ମାନେ ଶୁଙ୍ଘିଲେ ବି ବାନ୍ତି କରିଦେବେ, ଏତିକି ପିତା ଲାଗିବ, ଆମ୍ବିଳି ଲାଗିବ ଏତିକି। ହାଫ୍ କୁଟା ହେଲେ ପାଣିଟା ପିଇନି ଭଲରେ। ତ ଚାଲ ନା ଘରକୁ ଧୋ। ଏଇଟା କ'ଣ ବେ? ତ ବର୍ତ୍ତମାନ ମୋର ମାଛ ଆସୁଛି, ମାଛ ଧୋଉଛି, ବାଛୁଛି ନା, ସେ ତ ବାଛିକି ରାମ୍ପିକି ଦେଇଦେଇଛି। ଆଉ ମଞ୍ଜି କଞ୍ଚା ଦେଖିଲେ ଭାରି ଅବାଗିଆ ଲାଗୁଛି। କିନ୍ତୁ ମୁଁ ଭାବୁଛି ଲୋକ ଖାଉ, ଆମେ ବି ହେଉନା କାହିଁକି ଖାଉଛେ। ଏଇଠି ଥୋଇଛି ଚୁଲି ମୁଣ୍ଡେ, ହଁ ଚୁଲି ମୁଣ୍ଡେ ଥୋଇଛି। ଆଉ ତ ପୁଣି ଏଠି ଆମ୍ବ ଆଣିକି ଗଦେଇଦେଲା ଆଉ ଯୋଡ଼ି। ତ ଚାଲିଛି ଆଉ। ଏଦିନେ ଖରାଦିନେ ଆମ୍ବର ଅଭାବ ନାହିଁ। ଖରାଦିନ ତ ଆମ୍ବ ଅଭାବ ନାହିଁ, ତାପରେ ଯେତେବେଳେ ଆମ୍ବ ସବୁ ସରିଯିବ ମାସେ ପରେ, ମାସୁଟେ ତ ଆଉ, ତାପରେ ଯେଉଁ ଦୁଃଖ, କାହିଁକିନା ଦିନେ ଖାଲି ଭାତରେ ବି ଆମ୍ବ ଖାଲି ଆମ୍ବରେ ଭାତ ଖାଇଦେବେ। ତ ଚାଲିଛି, ଖରା ବି ତ କମିବାର ନାହିଁ, ଦେଖିପାରୁଥିବେ ଖରା କମୁନି ଟୋଟାଲ। କ'ଣ କରିବା ମଣିଷ, ଲୋକ କେମିତି କାମ କରୁଛନ୍ତି ତାହେଲେ ହିସାବ କରନ୍ତୁ। କେତେ କଷ୍ଟ ଲାଗୁଥିବ ତାଙ୍କୁ ଏଇ ଖରାରେ କରି ତାଙ୍କ ପରିବାର ପୋଷିବାକୁ। କ'ଣ କରିବା, ସେ ତ ତାଙ୍କ ଇଏରେ ମଜବୁର କରୁଛନ୍ତି ଆଉ। ତାଙ୍କ ଦୁଃଖ କଷ୍ଟ ସମ୍ଭାଳିକି, ତାଙ୍କ କଷ୍ଟ ଇଏ କରିକି ତାଙ୍କ ପରିବାର ପୋଷିବେ ବୋଲି ସେ କଷ୍ଟ କରୁଛନ୍ତି। ଆମେ ତ ଖାଲି ଏତିକି ଘରେ ବସିକି କହୁଛେ ଖରା ହେଉଛି, ଯେଉଁମାନେ ବାହାରେ କାମ କରୁଛନ୍ତି ସେମାନେ ହିଁ ଜାଣୁଛନ୍ତି। ଚୁଡ଼ା ପକେଇ ନେଇକି ଯିବ କେଉଁଠି? କୁଆଡ଼େ ଯିବ? କ'ଣ ପାଇଁ? ଚୁଡ଼ା ଚୁରେ ଅଟା ଆଣିବ ନାହିଁ। ଏଇ ଆମ୍ବୁଲ କ'ଣ ଆମର କରିବୁ? ମଲ୍ଲି ବି କାଟୁଛନ୍ତି ଆମ୍ବ। ଏତିକି ଆମ୍ବ ଟୋଟାଲ ବାହାରିଲା? ଆମ୍ବ କେତେ ଅଛି? ଆଉ ଏତିକି କ'ଣ ହେଲା? ଏତିକି ପାରିଛି, କ'ଣ କରିବି ଯେ ମୁଁ ଲଗା ବାଗେଇକି ବାଲିରେ ବସେଇଲେ ଭଲ ମିଠା ଲାଗେ। ଏଇ ଆମ୍ବଟି ପାଚିଲେ ପୁରା ପାଚିଗଲା ପରେ ଯାଇକି ମିଠା। ପରା ହଉନି ମୁଁ ଦେଖିନି। ସେ ଗଛ ଗୁରିଆ ଯୋଉ ଘର କରିଛି, ଏକାଠି ଥିବାଳ କଥା କହୁଛି। ଗୁରିଆ ଯୋଉଠି ଘର କରିଛି, ଗୋଟେ ମଣ୍ଡା ଗଛ ଥିଲା, ମାନିଆ ହାତଟା ମଣ୍ଡା। ଏଇ ଆମ୍ବଟା ଯେତେବେଳେ ପୁରା ପାଚିଯିବ ସେତେବେଳେ ବହୁତ ମିଠା ଲାଗିବ। ଏଇଟା ବହୁତ ମିଠା ଲାଗେ। ଏରା ତୁ କାଇଁ ଏଠି ପାଣି କରୁଛୁ? ଖାଇବାକୁ ଭଲ। ତୁ ଆମ୍ବୁଲ କରିଥିଲୁ, ଟୋଟାଲ କରିନୁ କେତେବେଳେ କି? ପୁଞ୍ଜି ରଖିଛି। ଏଇ ପୁଞ୍ଜି କରିଦେବୁ ଆଉ। ତ ଚୁଡ଼ା ପାଇଁ କ'ଣ କଥା ହେଉଛ ମିଥୁ ଭାଇର ଗୁଡୁ ଭାଇର କହ ବର୍ତ୍ତମାନ? ଗୁଡୁ ଭାଇ ଖାଲି ତ ଆଉ ଚିକୁ ଭାଇ ତ ଯାଇଥିଲେ, ପଳେଇ ଆସିଛନ୍ତି ଆଉ। ନାଇଁ କିଛି କାହିଁ ମାମୁଁ ଘରୁ ଯାଇଥିଲେ, ମାସେ ରହିକି ପୁଣି ଆଇଲେ, ପୁଣି ଯିବେ, ଖାଲି ଆସିବେ ଯିବେ। ଆଉ ମିଥୁ ଭାଇ ତ ଆମର ଡନ୍ ଆଉ, ଟୋକା ଆମର ଆଉ କ'ଣ ଗୁଡୁ? କ'ଣ ସବୁ ସୁନସାନ ହେଇକି ଠିଆ ହେଇଛ? ସୁନସାନ କ'ଣ ତ ମାନେ କ'ଣ ସେଲିବ୍ରିଟି ଗୁରା ମୁଁ ଇଏ କରିବି? ଯିବା ଗାଧେଇ ମିଥୁ ଭାଇ, ଯିବା ଚାଲ ଯାଇକି ଗାଧେଇକି ଆଗ ପଳେଇ ଆସିବା। ଖରା ବି ପ୍ରବଳ ହେଲେ ଯିବାରି। ଓକେ ଚାଲ। ଆସିଲି ହେରି, ଯିବି କୁଆଡ଼େ ଟିକେ ନା, ଚିକୁ କହିଛି କ'ଣ ତାର ବ୍ୟାଙ୍କ ଟିକେ କାମ ଅଛି, ତ ବ୍ୟାଙ୍କକୁ ଟିକେ ଯିବାକୁ ପଡ଼ିବ। ଖରା ବି ମସ୍ତ ହେଉଛି, ବ୍ୟାଙ୍କ କେମିତି ଯିବୁ ମୁଁ ଭାବୁଛି। କହିଛି ତ ଆଉ କ'ଣ କରିବ, ହଁ ତ କରିଛି, ମନା କରିବ କି? ଆଉ ମଲ୍ଲିର ତ ଆମ୍ବ କଟା ସରିନି ଆଉ।
ଖାଇଦେଇକି ଯିବି ଭାବୁଛି କି ଆସିବି ଯାଉଛି ଆସିବି ଆଉ ଖାଇଦେବି ଚାଲ। ବର୍ତ୍ତମାନ ଯେଉଁ ଯିବାର ଥିଲା ଗାଁକୁ ମନା କ୍ୟାନସଲ୍ ହେଇଗଲା, ମନା କହିଲା ନାଇଁ ଥାଉ ଯିବାନି। ଆଉ ବର୍ତ୍ତମାନ ଗୋବର ଠିକି ଆସିଛି ଆମ ଝୁମୁରିକି ଫିଟେଇବା ବୋଲି, କାହିଁକିନା ଝୁମୁରି ଯାଉଛି ଚରିବାକୁ ତ ତାକୁ ଫିଟେଇବା ବୋଲି ବସିଛି। ହଁ ନା ତୁ ଖାଇବାକୁ ଦେବା ଆସୁନୁ। ତ ଚାଲ ଆଉ ଡେରି ନ କରି ଆଜି ଖାଇଦେବା। ଆଜି ମସ୍ତ ଆଇଟମ୍ ବି ହେଇଛି, ମାଛ ଫାଛ ଟିକେ ହେଇଛି, ବଡ଼ି ତରକାରୀ ଟିକେ ହେଇଛି। ବଡ଼ି ତରକାରୀ ହେଇନି? ତୁ ବସେଇଥିଲୁ। ଗୋଟେ ଜିନିଷ କଲେ ଆଉ ଗୋଟେ ଜିନିଷ ମୋ ବୋଉ କରିବନି ଟୋଟାଲ। ଗୋଟେ ଜିନିଷ ମାନେ ଗୋଟେ ଜିନିଷ। ଆଉ ଦେଖ ପାଣି ତ ଆମ୍ବୁଲ ପାଣିରେ ପଡ଼ିଛି ଆମ ଆମ୍ବୁଲ କଟା ହେଇକି। ଆଉ ତ ଚାଲ ଆଗ ଖାଇଦେବା। ତ ଫ୍ରେଣ୍ଡସ୍ ବର୍ତ୍ତମାନ ବଢ଼ା ହେଇଗଲା ଖାଇବା। ଆଉ ବର୍ତ୍ତମାନ ବସି ପଡ଼ିଛି ଖାଇବାକୁ। ଭାତ ମୋର ତତଲା ଭାତ, ଗରମ ଭାତ, ବୋଉର ପଖାଳ ଭାତ, ଆଉ ମାଛ, ଆମ୍ବ, ଦେଶୀ ଆମ୍ବ। ଆମ୍ବ ଖାଇକି ତମର ଏଇଟା କେମିତି ଲାଗିକି ତୁ କୋଉଠି ନସା ଲାଗିଲା ଖାଣି ଏଇଟା ଟିକେ ଇଏ ହେଇଯାଇଛି ଘା। ତୁ ପଖାଳ ଭାତ ଖାଇବୁ? କ'ଣ ପାଇଁ? ଆଉ କ'ଣ କରିବି? ପଖାଳ ଭାତ ଅଛି କ'ଣ କରିବି? ତ ଚାଲ ବର୍ତ୍ତମାନ ଆରମ୍ଭ କରିବା। ତମ କଟା ଆଜି ସରିବନି ବୋଧେ? ହାଁ କାହିଁ କୋଉଠି ସରିଲା? ଏତିକ ଆମ୍ବ ଖାଲି ଆମ୍ବୁଲ ଏ ବର୍ଷ ଜବରଦସ୍ତ ହବ। ଆଉ ମସ୍ତ ଆମ୍ବୁଲ ହବ ଏ ବର୍ଷ ଆଉ। ଦେଖୁନ ଏଇ ଗୋଟେ ପିଲା ଦିନ ଦ୍ୱିପହରେ ଆଡ଼େ ବୁଲୁଛି ଆମ ସାହି। ଆରେ କଳା ପଡ଼ିଯିବୁ କାହିଁ ତ ହଉଛି। ତ ଆଉ ଲେଟ୍ ନ କରିକି ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରିବା ଭୁଲିବେନି। ବାଏ।